ନୂଆ ବର୍ଷରେ ଭୋଜି ଖାଇ ଖାଇକି ପେଟ ପୁରା ଗରମ ହେଇଗଲାଣି। ଆଉ ଭଲ ଲାଗୁନି। ଆଜି ଟିକେ ପଖାଳ ଖାଇଦେବା। ଆଉ ଥଣ୍ଡା ତ ପାଗ ଜୋର ଅଛି। ଆଜି ଟିକେ ପଖାଳ ଖାଇଦେବା। ଆଉ ତଳେ ତ ବସିକି ଖାଇ ହେବନି ଘର ଭିତରେ। ଆମେ ଦେଖନ୍ତୁ ଛାତ ଉପରୁ ପଳେଇ ଆସିଛୁ। ଭାତ ହାଣ୍ଡି ଆଉ ବାଇଗଣ ସେକା ନେଇକି ପୁରା ଛାତ ଉପରୁ ପଳେଇ ଆସିଛୁ। କାରଣ ଥଣ୍ଡାରେ ଘର ଭିତରେ ଖାଇ ହେବନି ବସିକି, ଯେଉଁ ଥଣ୍ଡା କୁହୁଡ଼ି ଏପର୍ଯ୍ୟନ୍ତ ଅଛି। ଆଉ ଛାତ ଉପରୁ ପଳେଇ ଆସିଛୁ। ଦେଖନ୍ତୁ ପଖାଳ କଂସା ପୁରା ରେଡ଼ି ହେଇଗଲା। ଆଉ ବାଇଗଣ ସେକା, ଆଳୁ ଚକୁଟା, ଶାଗ ଭଜା ଆଉ ପକୁଡ଼ି ଗରମ ଗରମ ଛଣା ହେଉଛି। ପକୁଡ଼ିଟା ଛଣା ହେଉଛି, ସାଙ୍ଗେ ସାଙ୍ଗେ ଆସିବ। ଆଉ ଆଳୁ ପୁରା ରେଡ଼ି, ବାଇଗଣ ସେକା ରେଡ଼ି, ଶାଗ ଭଜା ରେଡ଼ି, ପଖାଳ କଂସା ପୁରା ଲାଇନରେ ଆମେ ଥୋଇଦେଲୁ। ଗୋଟେ ଗୋଲ ବୈଠକ କରିକି ଗୋଲେଇ ହେଇ ବସିଯିବା। ଟିକେ ଗୋଲେଇ ହେଇ ବସିକି ଖେଳେଇକି ସାଇଜରେ ବସିଗଲେ ଯେଝା ଯେଝାର ଥାଳିଆକୁ ବାଇଗଣ ସେକା ନେଇକି ଗୋଟେ ପାଗ କରିକି ଛାତ ଉପରେ ଆଜି ଖରାରେ ଲଙ୍କା ଫଙ୍କା ରସୁଣ ଫସୁଣ ଟିକେ ଦଳି ଗୋଟେ ପାଗ କରିକି ପଖାଳ ଟିକେ ଖାଇଦେବା। ପଖାଳ ଖାଇଦେଲା ପରେ ତାପରେ ଦେଖିବା ଆଜି କ'ଣ କାମ ଅଛି ଯିବା, ନହେଲେ ଟିକେ ରେଷ୍ଟ ନେଇଯିବା। କାରଣ ଜାନୁଆରୀ ମାସଟା ଖାଲି ଭୋଜିରେ କଟିଗଲାଣି 2-4 ଥର। ଆଉ ପେଟ ପୁରା ଗରମ ହେଇଗଲାଣି। ପଖାଳ ଖାଇବାକୁ ଭାରି ଇଚ୍ଛା ଆଜି। ଦେଖନ୍ତୁ ଛାତ ଉପରେ ସୂର୍ଯ୍ୟ ମଧ୍ୟ ଆସିଲାଣି ଟିକେ ଟିକେ। ବର୍ତ୍ତମାନ ଆମେ ପଖାଳ ଭିଡ଼େଇ ଦେବା। ଆଉ